ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଚାଣକ୍ୟ ନୀତିରେ ଟଙ୍କା ରୋଜଗାର ଉପାୟ ବିଷୟରେ କିଛି କହିଛନ୍ତି। ଭୁଲ ଭାବରେ ରୋଜଗାର ହୋଇଥିବା ଟଙ୍କା ଜଣେ ବ୍ୟକ୍ତିଙ୍କ ସହିତ ଅଧିକ ସମୟ ରହେ ନାହିଁ। ଚାଣକ୍ୟ କହିଛନ୍ତି ଯେ ଏହିପରି ସମ୍ପତ୍ତି ନଷ୍ଟ ହେବା ନିଶ୍ଚିତ। ଯେଉଁଥିରେ ଭୁଲ ଭାବରେ ରୋଜଗାର ହୋଇଥିବା ଟଙ୍କା ବିଷୟରେ କୁହାଯାଇଛି। ଆସନ୍ତୁ ଜାଣିବା ସେ ବିଷୟରେ। ଅନ୍ୟାୟ ଭାବରେ ଅର୍ଜନ କରିଥିବା ଧନ 10 ବର୍ଷ ପର୍ଯ୍ୟନ୍ତ ରହିଥାଏ ଏବଂ ଯେତେବେଳେ ଏକାଦଶ ବର୍ଷରେ ଏହା ପ୍ରାପ୍ତ ହୁଏ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ଚାଣକ୍ୟ କହିଛନ୍ତି ଯେ ଲକ୍ଷ୍ମୀ ଚତୁର ଅଟନ୍ତି। ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ଚୋରି, ଜୁଆ, ଅନ୍ୟାୟ କିମ୍ବା କାହାଠୁ ଠକିବା ଦ୍ୱାରା ଟଙ୍କା ରୋଜଗାର କରେ ତେବେ ସେହି ଟଙ୍କା ଶୀଘ୍ର ନଷ୍ଟ ହୋଇଯାଏ। ତେଣୁ ଜଣେ ବ୍ୟକ୍ତି ଭୁଲ ଉପାୟରେ କେବେ ବି ଟଙ୍କା ରୋଜଗାର କରିବା ଉଚିତ ନୁହେଁ। ଆତ୍ମ ଅପରାଧ ଗଛର ଫଳ। ଦାରିଦ୍ର୍ୟ, ରୋଗ, ଦୁଃଖ, ବନ୍ଧନ ଏବଂ ଅସୁବିଧା। ଏହି ପଦ ମାଧ୍ୟମରେ ଚାଣକ୍ୟ କହିଛନ୍ତି ଯେ ଦାରିଦ୍ର୍ୟ, ରୋଗ, ଦୁଃଖ, ବନ୍ଧନ ଏବଂ ଖରାପ ଅଭ୍ୟାସ ହେଉଛି ମଣିଷର କାର୍ଯ୍ୟର ଫଳାଫଳ। ସେ ବୁଣୁଥିବା ମଞ୍ଜିର ଫଳ ପାଇଥାଏ। ତେଣୁ ଜଣେ ବ୍ୟକ୍ତି ସର୍ବଦା ଭଲ କାର୍ଯ୍ୟ କରିବା ଉଚିତ। ଯିଏ ଧନରେ ଗରିବ ସେ ଗରିବ ନୁହେଁ, ସେ ନିଶ୍ଚିତ ଭାବରେ ଧନୀ ଅଟେ। ଯେ ରତ୍ନ ପରି ଜ୍ଞାନରୁ ବଞ୍ଚିତ ସେ ସବୁ ଜିନିଷରୁ ବଞ୍ଚିତ। ଏହି ପଦରେ ଚାଣକ୍ୟ କହିଛନ୍ତି ଯେ କୌଣସି ବ୍ୟକ୍ତିକୁ କେବେ ଧନୀ ବୋଲି ଧରାଯିବା ଉଚିତ ନୁହେଁ। ଜଣେ ବ୍ୟକ୍ତି ଅଜ୍ଞତା ହେତୁ କମ୍ ଅଟେ, ଧନ ହେତୁ ନୁହେଁ। ଜ୍ଞାନର ଅଳଙ୍କାର ହେତୁ ନିମ୍ନ ବ୍ୟକ୍ତି ପ୍ରକୃତରେ ସମସ୍ତ ପ୍ରକାର ଆରାମ ଏବଂ ସୁବିଧା ଗୁଡ଼ିକରେ କମ୍ ହୋଇଥାଏ। ତେଣୁ ଜଣେ ବ୍ୟକ୍ତି ଜ୍ଞାନ ଆହରଣରୁ କେବେ ବି ଦୂରେଇ ରହିବା ଉଚିତ ନୁହେଁ।